ତାରା ଯୋଉ ଲଙ୍ଗୁଳି ଭଉଣୀ ମାନେ ଖରାପ ଭିଡିଓ ଛାଡୁଛନ୍ତି ଫେସବୁକ ରେ, ସେହି ମାନଙ୍କ ପାଇଁ ପଦେ ଗୀତ ମୋ ନିଜ ଲେଖାରୁ। ସୀତାରାମ, ଖରାପ ଲାଗୁଥିବ ଯଦି ସଚେତନ ହୁଅନ୍ତୁ। ସୀତାରାମ। ଶୁଣନ୍ତୁ ମା ଭଉଣୀ କହୁଅଛି କଥା, ଖରାପ ଭିଡିଓ ଛାଡି ଟେକି ଅଛ ମଥା ଗୋ ଭଉଣୀ ମାନେ, ବେଳ ଥାଉ ଥାଉ ହୁଅ ସାବଧାନ ଗୋ ଭଉଣୀ ମାନେ। ଛୋଟ ଛୋଟ ପିଲା ଦେଖୁନଥିବେ, କି ପ୍ରଭାବ ପଡିବ ତାଙ୍କରି ମନେ ଗୋ ଭଉଣୀ ମୋର। ଲଜ୍ଜା ଲାଗୁନି କି ତୁମ ମୁଖର ଗୋ ଭଉଣୀ ମୋର। ତୁମରି ପୁଅ ଝିଅ ସ୍ୱାମୀ ଦେଢ଼ଶୁର, ଜାଣ ନଣନ୍ଦ ଆଦି ଶାଶୁ ଶ୍ୱଶୁର ଗୋ ସେ ଭିଡିଓ ଦେଖି ନଇଁ ଯାଉଥିବ ମୁଣ୍ଡ ନସଳଖି ଗୋ ସେ ଭିଡିଓ ଦେଖି। ତୁମରି ପିତା ମାତାଙ୍କୁ ଧନ୍ୟ କରିଦେଲ, ଏନ୍ତୁଡ଼ି ଶାଳେ କିମ୍ପା ମରି ନଗଲ ଗୋ ଲଙ୍ଗୁଳି ମାନେ। ଟଙ୍କା ପାଇବାକୁ ତୁମେ ରଖିଛ ମନେ ଗୋ ଲଙ୍ଗୁଳି ମାନେ। ଟଙ୍କାକୁ ତୁମେ ଭାବିଲ ଯେ ବଡ଼, ଫେସବୁକରେ ଗାଳି ଦେଉଛ ରଡ଼ି ଗୋ ଲଙ୍ଗୁଳି ମାନେ। ବେଳ ଥାଉ ଅସାବଧାନ ଗୋ ଲଙ୍ଗୁଳି ମାନେ। ତୁମର ଇଜ୍ଜତ ନାହିଁ ଜଣା ପଡୁଛି, ତୁମର ସ୍ୱାମୀ ପଣ ଜଣା ପଡୁଛି ଗୋ ହେ ଭାଇ ମାନେ। ନିଜ ସ୍ତ୍ରୀକୁ ଟିକେ ରଖ ସାବଧାନ ଗୋ ହେ ଭାଇ ମାନେ। ତୁମକୁ ସେ ମୁହିଁ କରୁଛି ଅଳି, ଭଲ ଘରଣୀ ହୁଅ ନ ହୋଇ ଲଙ୍ଗୁଳି ଗୋ ଭଉଣୀ ମାନେ। ଏବେ ଠାରୁ ତୁମେ ହୁଅ ସଚେତନ ଗୋ ଭଉଣୀ ମାନେ। ସୀତାରାମ। ମୋର ଭାଇ ମାନଙ୍କୁ ଅନୁରୋଧ, ଯୋଉ ସ୍ତ୍ରୀ ମାନେ ଖରାପ ଭିଡିଓ ଛାଡୁଛନ୍ତି, ଖରାପ ଭାଷା ପ୍ରୟୋଗ କରୁଛନ୍ତି, ସେହି ମାନଙ୍କୁ ଟିକେ ସାବଧାନରେ ରୁହ, ତାଙ୍କୁ ରଖ, ତାଙ୍କଠାରୁ ନହେଲେ ସମ୍ପର୍କ ଦୂରେଇ ଦିଅ। କାହିଁକି ଏମିତି ଖରାପ ଭିଡିଓ ଛାଡୁଛନ୍ତି? ସୀତାରାମ, ଗୋଟିଏ କହିବି, ତେବେ ଆପଣଙ୍କ ଇଚ୍ଛା ଖରାପ ଭିଡିଓ ଛାଡନ୍ତୁ, ନିଜ ଇଜ୍ଜତ ଧରାନ୍ତୁ, ଗାଁ ଗହଳିରେ ସେଇ ସମାଜ ଆଗରେ ମୁଣ୍ଡଟା ନୁଆଇଁ ନୁଆଇଁ ଚାଲନ୍ତୁ, ଆଉ ସଳଖି ଯାଇପାରିବେନି। ସୀତାରାମ।